ଆସନ୍ତାକାଲିଠାରୁ ଆହୁରି 3 ଦିନ ପ୍ରବଳ ବର୍ଷିବ। କାଳବୈଶାଖୀ ବର୍ଷା, ଘଡ଼ଘଡ଼ି ଏବଂ ପବନ ଲାଗି ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଇଏମ୍ଡି। ଖବରଟି ସମ୍ପୂର୍ଣ୍ଣ ଭାବେ ଜାଣିବାକୁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ବି ଏହିପରି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଚଳିତ ବର୍ଷର ପ୍ରଥମ ବାତ୍ୟା ଦାନା ବାନ୍ଧି ସାରିଛି। ତାହା ଘନୀଭୂତ ହୋଇ ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି। ସେଥିପାଇଁ ଓଡ଼ିଶାର ଗୋପାଳପୁର, ଧାମରା ଓ ପାରାଦୀପ ବନ୍ଦରରେ 3 ନମ୍ବର ବିପଦ ସଂକେତ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି ଏନେଇ ବାତ୍ୟାର ଗତିପଥ ରିପୋର୍ଟ ସାର୍ବଜନୀନ କରିଛି। ଆଇଏମ୍ଡି କହିଛି ଯେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଖେପୁପାରାଠାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସହ ଉତ୍ତର ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜଏଣ୍ଟ ଟାଇଫନ୍ ୱାର୍ଣ୍ଣିଂ ସେଣ୍ଟର ବାତ୍ୟା ସମ୍ପର୍କରେ କହିଛି ଯେ ସକ୍ରିୟ ମୌସୁମୀ ଋତୁରେ ପ୍ରଥମ ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ଏହାରି ପ୍ରଭାବ ସ୍ୱରୂପ ଓଡ଼ିଶାର ଉପକୂଳବର୍ତ୍ତୀ 6ଟି ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ମଧ୍ୟ ଦେଖିବାକୁ ମିଳିବ।